ରାତିରେ ବର୍ଷା ହେବା ଦ୍ୱାରା ପିଆଜ ଗୁଡ଼ିକ ବହୁତ ଭିଜି ଯାଇଛି। ତ ମୁଁ ଭାବିଲି ୟାକୁ ରଖିଲେ ତ ପଚିଯିବ, ବେଶୀ ଦିନ ରଖି ହେବନି। ତ ମୁଁ ୟାକୁ ପିଆଜ ଗୁଡ଼ିକୁ ସବୁ ଯାକ କାଟି ନେଇଗଲି। ବହୁତ ପିଆଜ ହେଇଥିଲା। ତ ମୁଁ ଭାବିଲି ଆଜି ପିଆଜ ଆଳୁର ଗୋଟେ ତରକାରୀ କରିନେବା। ତ ମୁଁ ଏଠି କଡ଼େଇରେ ସୋରିଷ ତେଲ ଦେଇଛି, ପଞ୍ଚ ଫୁଟଣ, ଶୁଖା ଲଙ୍କା ଆଉ ହେଙ୍ଗୁ ଦେଇକି ଗୋଟେ ତଡ଼କା ଦେଇସାରିଲା ପରେ ମୁଁ ଏଠି ପିଆଜ କଟାକୁ ଦେଇଦେଲି। ପିଆଜ ସଫ୍ଟ ହେଇଗଲା ପରେ ଅଦା ରସୁଣ ପେଷ୍ଟ ଦେଇକି 1 ମିନିଟ୍ ଏମିତି କଷି ନେବା। ତାପରେ କ'ଣ କରିବା ନା, ମୁଁ ଏଠି ସୋରିଷ, ଜିରା, ଅଦା ରସୁଣ ଗୋଟେ ପେଷ୍ଟ ବନେଇଥିଲି ସେଇଟାକୁ ଦେଇଦେବା। ଆଉ ଆବଶ୍ୟକ ଅନୁସାରେ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ ଆଉ ଗୋଟେ ଟମାଟର କଟା, ସ୍ୱାଦ ଅନୁସାରେ ଲୁଣ ଦେଇଦେବା। ଆଉ ସିଝା ଆଳୁକୁ ଯେଉଁ କାଟିଥିଲେ ସେଇଟାକୁ ଦେଇକି ୟାକୁ ଭଲ ଭାବରେ କଷି ନେବା। କଷି ନେଲେ ତାର ଆଉ ଟିକେ ଟେଷ୍ଟଟା ବଢ଼ିଯାଏ। ତ ଆବଶ୍ୟକ ଅନୁସାରେ ଆପଣମାନେ ପାଣି ଦେବେ, ଆପଣ କମ୍ ବେଶୀ କରିପାରିବେ। ମୁଁ ଏଠି ଟିକେ ଝୋଳ ରଖିଥିଲି ମାନେ ୟା ସହିତ ମୁଁ ଆଉ କିଛି କରିନଥିଲି। ପିଆଜର ତରକାରୀଟା ବହୁତ ଟେଷ୍ଟ ଲାଗେ। ଲାଷ୍ଟରେ ମୁଁ ଧନିଆ ପତ୍ର କଟା ଦେଇକି ୟାକୁ ଓହ୍ଲେଇ ନେଇଛି। ଆପଣମାନେ ଲାଇକ୍ କରନ୍ତୁ ଭିଡ଼ିଓକୁ।